सच्चिदानन्दरूपाय विश्वोत्पत्त्यादिहेतवे तापत्रयविनाशाय श्रीकृष्णाय वयं नमः। श्रीकृष्णाय वयं नमः। जय जगन्नाथ। विश्वर अगणित मानव जाति जनसमूह एवं लोकमानंकु सचेतन वार्ता कार्यक्रम को स्वागत। आजिर कथावस्तुर शीर्षक मूर्ख विचार। आजिर कथावस्तुर शीर्षक मूर्ख विचार। एइथिपाई मूर्ख मानंक विचार रे गुरु को निंदा कले दुख नहीं, किंतु ब्राह्मण निंदा भल लगुनि। यह हूँ मूर्खंकर विचार। गोटे सुंदर कथा। दक्ष प्रजापतिंकर अनेक कन्या मानक मध्यरु माँ सती होचंती देवदेव महादेवंकर पत्नी। दक्ष एक यज्ञ आयोजन करिसंती। समस्त देवादेवी दिगपाल ऋषिवृंद इत्यादि को निमंत्रण करिसंती यज्ञ कार्य सहयोग हवा पाई, सहयोग करिबा भाग नबा पाई। किंतु केवल महादेव को निमंत्रण नहीं, माँ सती को मध्य निमंत्रण नहीं, अवगत मध्य करा जाई नहीं। माँ सती निजर बापा निजर पिता कर्मव्यस्ततार मो कथा मने नथिबो विचार करी बाप घर को आसीछंती बा दक्ष प्रजापति निकट को आसीछंती, पित्रालय को आसीछंती। तेणु दक्ष कौन करिछंती ना समस्त देवादेवी समस्त ऋषिवृंद दिगपाल मानक उपस्थिति रे माता सती को कटु वचन कहिछंती, कटु कथा कहिछंती, महादेव को अपमान करिछंती। जेतेबेले महादेव को अपमान करिछंती सबु देवी देवता उपस्थित रहिछंती। समस्त देवता उपस्थित थाई मध्य, ऋषिवृंद उपस्थित थाई मध्य, दिगपाल माने उपस्थित थाई मध्य प्रजापति दक्ष महादेवंकर निंदा करी चलीचंती। जो निंदा को सह्य करी न पारी महादेवंक कोपरे दक्ष प्रजापतिंकर मस्तिष्क छेदन करा जाइछि। तथा उपस्थित थिबा देवी देवता मानंकु दंड मध्य दिया हाइछि एवं सेमाने महादेवंक कोपरे भयभीत हेई अत्र तत्र पलायन करिछंती, दूरे जाइछंती। कहीं कथा को कहली ना एमाने देवता होई मध्य आउ जड़े देवतांकर निंदा को विरोध कले नहीं। दक्ष प्रजापति यज्ञ निमंते निमंत्रित होई आसीथिबा समस्त देवादेवी समस्त ऋषिवृंद दिगपालगण देवदेव महादेव को निंदा कला बेले दक्ष प्रजापति को केही बारण कले नाही, केही विरोध कले नाही, केही अटकाइले नाही। समस्त उपस्थित थिले।
ବରଂ ଭାବୁଥିଲେ ସେ ତ ମହାଦେବଙ୍କର ନିନ୍ଦା କରୁଛନ୍ତି, ଆମକୁ ତ ନିମନ୍ତ୍ରଣ କରିଛନ୍ତି, ଆମକୁ ତ ସୁନ୍ଦର ଆସନ ଦେଇଛନ୍ତି, ଆମକୁ ତ ଅତିଥିର ସତ୍କାର ଦେଉଛନ୍ତି, ତେଣୁ ଆମେ କାହିଁକି ଦୁଃଖ କରିବା? ଏଇ ଭାବନାରେ ଦେବାଦେବୀଗଣ, ଋଷିଗଣ, ଦିଗପାଳଗଣ ନୀରବ ରହିଥିଲେ। ଆଉ ଯେତେବେଳେ ବୀରଭଦ୍ରଙ୍କର କୋପର ଶିକାର ହେଲେ ସେତେବେଳେ ଭୟଭୀତ ହେଲେ, ପଳାୟନ ହେଲେ। କିଏ କୁଆଡ଼େ ଲୁଚିଲେ ତାହାର ଠିକଣା ରହିଲା ନାହିଁ। ତେଣୁ ଠିକ୍ ସେମିତି ଯେଉଁମାନେ ଭାବୁଛନ୍ତି ଯେ ବ୍ରାହ୍ମଣର ନିନ୍ଦା ହେଉଛି, ଯାହାକୁ କାଶୀନାଥ ମିଶ୍ରଙ୍କୁ ନିନ୍ଦା ହେଉଛି ବୋଲି କଷ୍ଟ ଲାଗୁଛି, ସେ ବ୍ୟକ୍ତି କ'ଣ ଜାଣିନାହାନ୍ତି ବା ଅନ୍ୟମାନେ କ'ଣ ଜାଣିନାହାନ୍ତି କାଶୀନାଥ ମିଶ୍ର କେତେ ବେଦର ମାର୍ଗରେ ଚାଲିଛନ୍ତି, କେତେ ଶାସ୍ତ୍ରର ମାର୍ଗରେ ଚାଲିଛନ୍ତି, ଆଉ କେତେ ବେଦର କଥାକୁ ଅସ୍ୱୀକାର କରିଛନ୍ତି, ଅଣଦେଖା କରିଛନ୍ତି, ଉପହାସ କରିଛନ୍ତି, ଆଉ କରୁଛନ୍ତି ମଧ୍ୟ। କାଶୀନାଥ ମିଶ୍ରଙ୍କର ବେଦ ବିରୁଦ୍ଧ କାର୍ଯ୍ୟ ଦେଖାଯାଉ ନାହିଁ। କାଶୀନାଥ ମିଶ୍ରଙ୍କର ଶାସ୍ତ୍ର ବିରୁଦ୍ଧ କର୍ମ ଦେଖାଯାଉ ନାହିଁ, ଆଚରଣ ଦେଖାଯାଉ ନାହିଁ। କାଶୀନାଥ ମିଶ୍ରଙ୍କ ବାବଦରେ ସତ୍ୟ କହିଦେଲେ ତାହା ଦେଖାଯାଉଛି, ତାହା ନିନ୍ଦା ହେଇଯାଉଛି। କାଶୀନାଥ ମିଶ୍ର ଯେତେବେଳେ ନିଜ ଗୁରୁଙ୍କର ନିନ୍ଦା କରୁଛନ୍ତି ତାହା ଦେଖାଯାଉ ନାହିଁ। କାଶୀନାଥ ମିଶ୍ର ଯେତେବେଳେ ନିଜ ଗୁରୁଙ୍କର ନିନ୍ଦା କରୁଛନ୍ତି ତାହା କ'ଣ କାହାରିକୁ ଦେଖାଯାଉ ନାହିଁ? ଯଦି ଗୁରୁଙ୍କର ନିନ୍ଦା କରାଯାଇପାରୁଛି ଆଉ ଆପଣଙ୍କୁ ତାହା ଆନନ୍ଦ ଦେଉଛି, ତାହେଲେ ବ୍ରାହ୍ମଣର ନିନ୍ଦା ହେଲେ ଅସୁବିଧା କୋଉଠି ଅଛି? ବ୍ରାହ୍ମଣ କ'ଣ ଗୁରୁଙ୍କ ଠାରୁ ଉଚ୍ଚ ଆସନରେ? ବ୍ରାହ୍ମଣ କେବେ ବି ଗୁରୁଙ୍କ ଠାରୁ ଉଚ୍ଚ ଆସନରେ ରହିପାରିବ ନାହିଁ। ଅବଶ୍ୟ ବ୍ରାହ୍ମଣ ଅନ୍ୟମାନଙ୍କ ଅପେକ୍ଷା ଉଚ୍ଚ ଆସନରେ ନିଶ୍ଚିନ୍ତ ରହିବ, କିନ୍ତୁ ଏହାର ଅର୍ଥ ନୁହେଁ ଗୁରୁଙ୍କର ଠାରୁ ଉଚ୍ଚକୁ ଚାଲିଯିବ। ଆଉ ବ୍ରାହ୍ମଣ ସେତେବେଳେ ହେବେ ଯେତେବେଳେ ଆପଣ ଗୁରୁଙ୍କୁ ସମ୍ମାନ ଦେବେ। ଯେ ପର୍ଯ୍ୟନ୍ତ ବ୍ୟକ୍ତି ଗୁରୁଙ୍କୁ ସମ୍ମାନ ଦେଇନାହାନ୍ତି, ଯେ ପର୍ଯ୍ୟନ୍ତ ବ୍ୟକ୍ତି ଭଗବାନଙ୍କୁ ସମ୍ମାନ ଦେଇନାହାନ୍ତି, ସେ ନିଜେ ସମ୍ମାନର ଅଧିକାରୀ କୋଉଠୁ ହେବେ? ସମ୍ମାନର ପାତ୍ର କୋଉଠୁ ହେବେ? ସେ ତ ଅପମାନ ପାଇବେ, ଅପମାନିତ ହେବେ, ଦଣ୍ଡିତ ହେବେ, ନିନ୍ଦିତ ହେବେ, କଳଙ୍କିତ ହେବେ। ତେବେ ଦୁଃଖ କାହିଁକି? କାଶୀନାଥ ମିଶ୍ର ନିଜ ଗୁରୁଙ୍କର ନିନ୍ଦା କଲାବେଳେ ଆପଣମାନଙ୍କୁ ଠିକ ଲାଗୁଛି, ଆଉ କାଶୀନାଥ ମିଶ୍ରଙ୍କ ବାବଦରେ ସତ୍ୟ କହିଦେଲେ ତାହା ଆପଣଙ୍କୁ କଷ୍ଟ କାହିଁକି ଲାଗୁଛି? ତେଣୁ ପ୍ରତ୍ୟେକ କର୍ମ ଉପରେ ବିଚାର କରନ୍ତୁ, ସାବଧାନ ହୁଅନ୍ତୁ। ଏ କଥା ଏ ଦାସର ନୁହେଁ। ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ଲେଖିଛନ୍ତି, କୃଷ୍ଣ ଉଦ୍ଧବ ସମ୍ବାଦରେ ଭଗବାନ କୃଷ୍ଣ ଉଦ୍ଧବଙ୍କୁ କହୁଛନ୍ତି, ଆପଣା କଲା କର୍ମମାନ ବେଳହୁ ହୁଅ ସାବଧାନ। ବି କେୟାରଫୁଲ, ହୁସିଆର, ସାବଧାନ। ଆପଣ ପ୍ରଥମେ ସମ୍ମାନ ଦିଅନ୍ତୁ, ତାପରେ ସମ୍ମାନ ପାଇବେ। ଯେ ପର୍ଯ୍ୟନ୍ତ ଗୁରୁଙ୍କୁ ପୂଜା କରିନାହାନ୍ତି, ଯେ ପର୍ଯ୍ୟନ୍ତ ଗୁରୁଙ୍କର ନିନ୍ଦା କରୁଛନ୍ତି, ଯେ ପର୍ଯ୍ୟନ୍ତ ଗୁରୁଙ୍କୁ ଅସ୍ୱୀକାର କରୁଛନ୍ତି,
जे पर्यंत गुरु को आज्ञा को अवज्ञा करुछंती अस्वीकार करुछंती अणदेखा करुछंती अज्ञान करुछंती से पर्यंत आपण को केही भी सहाय हेबे नहीं। हाँ आपणकर चमचा आपणक भली हीन मस्तिष्क व्यक्ति आपणक सहित निश्चिंत रहिबे। तेणु एबे भी समय अच्छी सचेतन हुअन्तु सावधान हुअन्तु सुधुरी जान्तु। जय जगन्नाथ।